ଓଡ଼ିଶା ଏଜୁକେସନ୍ ଜର୍ଣ୍ଣିରେ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ଓଡ଼ିଶା ଜିକେର ଓଡ଼ିଶାର ନଦୀମାନଙ୍କ ବିଷୟରେ। ଏହି ଭିଡ଼ିଓଟି ଜେଟି, ଆର୍ଆଇ, ଏଆର୍ଆଇ, ଅମିନ୍, ପିଇଓ, ଫରେଷ୍ଟ ଗାର୍ଡ, ଓଡ଼ିଶା ପୋଲିସ ପରୀକ୍ଷାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ଯେଉଁମାନେ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନୂଆ ନୂଆ ଭିଡ଼ିଓ ପାଇପାରିବେ। ଚାଲନ୍ତୁ ଡେରି ନକରି ପ୍ରଶ୍ନ ଆଡ଼କୁ ଯିବା। ପ୍ରଥମ ପ୍ରଶ୍ନ, ଓଡ଼ିଶାର ବୃହତ୍ତମ ନଦୀର ନାମ କ'ଣ? ଅପସନ୍ ଏ ବ୍ରାହ୍ମଣୀ, ଅପସନ୍ ବି ମହାନଦୀ, ଅପସନ୍ ସି ସୁବର୍ଣ୍ଣରେଖା, ଅପସନ୍ ଡି ବଂଶଧାରା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମହାନଦୀ। ଓଡ଼ିଶାର ବୃହତ୍ତମ ନଦୀ ହେଉଛି ମହାନଦୀ। ଏ ମହାନଦୀକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଆସିଥାଏ। ଚାଲନ୍ତୁ ସେ ବିଷୟରେ ମଧ୍ୟ କିଛି ଆଲୋଚନା କରିବା। ଏ ମହାନଦୀ ହେଉଛି ଓଡ଼ିଶାର ବୃହତ୍ତମ ନଦୀ ଏବଂ ଭାରତର ଷଷ୍ଠତମ ବୃହତ୍ତମ ନଦୀ। ଏହାର ଉତ୍ପତ୍ତି ଛତିଶଗଡ଼ ଜିଲ୍ଲାର ଧମତରୀ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଛି। ଏହାର ଦୈର୍ଘ୍ୟ ହେଉଛି ମହାନଦୀର ଦୈର୍ଘ୍ୟ ହେଉଛି 857 କିଲୋମିଟର ଏବଂ ଓଡ଼ିଶାରେ ଏହାର ଦୈର୍ଘ୍ୟ ହେଉଛି 494 କିଲୋମିଟର। ଚାଲନ୍ତୁ ଦ୍ୱିତୀୟ ପ୍ରଶ୍ନ ଆଡ଼କୁ ଯିବା। ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀର ନାମ କ'ଣ? ବା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ କେଉଁଟି? ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ କେଉଁଟି? ଅପସନ୍ ଏ ତେଲ ନଦୀ, ଅପସନ୍ ବି ଋଷିକୁଲ୍ୟା, ଅପସନ୍ ସି ବୁଢ଼ାବଲଙ୍ଗ, ଅପସନ୍ ଡି ବ୍ରାହ୍ମଣୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ବ୍ରାହ୍ମଣୀ। ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ହେଉଛି ବ୍ରାହ୍ମଣୀ। ଏ ବ୍ରାହ୍ମଣୀ ନଦୀ ଛୋଟ ନାଗପୁର ମାଲଭୂମିରୁ ବାହାରି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାର ବେଦବ୍ୟାସ ଠାରେ ମିଳିତ ହୋଇ ବ୍ରାହ୍ମଣୀ ସାଜିଛି। ପୁଣି ଥରେ କହୁଛି, ଏ ବ୍ରାହ୍ମଣୀ ନଦୀ ଛୋଟ ନାଗପୁର ମାଲଭୂମିରୁ ବାହାରି ରାଉରକେଲାର ବେଦବ୍ୟାସ ଠାରେ ମିଳିତ ହୋଇ ବ୍ରାହ୍ମଣୀ ସାଜିଛି। ଏହି ନଦୀ ଉପରେ ରେଙ୍ଗାଲି ଡ୍ୟାମ୍ ନିର୍ମିତ ହୋଇଛି। ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଲି ଡ୍ୟାମ୍ ନିର୍ମିତ ହୋଇଛି। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ବୈତରଣୀ ନଦୀ ଓଡ଼ିଶାର କେଉଁ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଛି? ଅପସନ୍ ଏ ବଲାଙ୍ଗୀର, ଅପସନ୍ ବି କଟକ, ଅପସନ୍ ସି କେଉଁଝର, ଅପସନ୍ ଡି ନୂଆପଡ଼ା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କେଉଁଝର। ବୈତରଣୀ ନଦୀ ଓଡ଼ିଶାର କେଉଁଝର ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଛି। କେଉଁଝର ଜିଲ୍ଲାର ଗୋନାସିକା ପର୍ବତରୁ ବାହାରିଛି। କେଉଁ ପର୍ବତରୁ ବାହାରିଛି? ଗୋନାସିକା।
ପର୍ବତରୁ ବୈତରଣୀ ନଦୀ ଉତ୍ପତ୍ତି ଲାଭ କରିଛି। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନଟାକୁ ଯିବା। ବୁଢ଼ା ବଲଙ୍ଗ ଓଡ଼ିଶାର କେଉଁ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଛି? ବୁଢ଼ା ବଲଙ୍ଗ ଓଡ଼ିଶାର କେଉଁ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଛି? ଅପସନ୍ ଏ ମୟୂରଭଞ୍ଜ, ଅପସନ୍ ବି କନ୍ଧମାଳ, ଅପସନ୍ ସି ବୌଦ୍ଧ, ଅପସନ୍ ଡି ବାଲେଶ୍ୱର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମୟୂରଭଞ୍ଜ। ବୁଢ଼ା ବଲଙ୍ଗ ମୟୂରଭଞ୍ଜର ଶିମିଳିପାଲରୁ ଉତ୍ପତ୍ତି ଲାଭ କରିଛି। କେଉଁଠୁ ଉତ୍ପତ୍ତି ଲାଭ କରିଛି? ଶିମିଳିପାଲରୁ। ଏହାର ଦୈର୍ଘ୍ୟ ହେଉଛି, ବୁଢ଼ା ବଲଙ୍ଗର ଦୈର୍ଘ୍ୟ ହେଉଛି 175 କିଲୋମିଟର। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନଟାକୁ ଯିବା। ଋଷିକୂଲ୍ୟା ନଦୀ ଓଡ଼ିଶାର କେଉଁ ଜିଲ୍ଲାରୁ ବାହାରିଛି? ଅପସନ୍ ଏ କଳାହାଣ୍ଡି, ଅପସନ୍ ବି କନ୍ଧମାଳ, ଅପସନ୍ ସି କଟକ, ଅପସନ୍ ଡି କୋରାପୁଟ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି କନ୍ଧମାଳ। ଋଷିକୂଲ୍ୟା ନଦୀ କନ୍ଧମାଳ ଜିଲ୍ଲାର ଋଷି ପର୍ବତରୁ ଉତ୍ପତ୍ତି ଲାଭ କରିଛି। କେଉଁ ପର୍ବତରୁ? ଋଷି ପର୍ବତରୁ। ଏହାର ଦୈର୍ଘ୍ୟ ହେଉଛି 175 କିଲୋମିଟର। ଦୈର୍ଘ୍ୟ କେତେ? ଋଷିକୂଲ୍ୟା ନଦୀର 175 କିଲୋମିଟର। ପରବର୍ତ୍ତୀ ପ୍ରଶ୍ନଟାକୁ ଯିବା। ତେଲ ନଦୀ କେଉଁ ଜିଲ୍ଲାରୁ ବାହାରିଛି? ଅପସନ୍ ଏ ନୂଆପଡ଼ା, ଅପସନ୍ ବି ନବରଙ୍ଗପୁର, ଅପସନ୍ ସି କେଉଁଝର, ଅପସନ୍ ଡି ମୟୂରଭଞ୍ଜ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନବରଙ୍ଗପୁର। ତେଲ ନଦୀ ନବରଙ୍ଗପୁରରୁ ବାହାରି କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଆଡ଼କୁ ଗତି କରିଛି। ଆଜିର ଭିଡ଼ିଓରେ ଏତିକି ଥିଲା। ପୁଣି ଆମେ ନେକ୍ସଟ ପାର୍ଟରେ ଆଉ ଜିଲ୍ଲାମାନଙ୍କର ଆଲୋଚନା କରିବା। ରହୁଛୁ, ଧନ୍ୟବାଦ।